ଜୟ ଶ୍ରୀରାମ ଜୟ ହନୁମାନ। ଆପଣମାନଙ୍କୁ ଏମ୍କେଡି ନ୍ୟୁଜ୍କୁ ସ୍ୱାଗତ ଜଣାଉଛି। ଆଜି ହେଉଛି 6 ଜୁଲାଇ ରବିବାର। ଆଜିର କିଛି ନ୍ୟୁଜ୍ ଅପଡେଟ୍ ବିଷୟରେ ଜାଣିବା। ମୋ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ଆସନ୍ତୁ ଆଜିର କିଛି ନ୍ୟୁଜ୍ ଅପଡେଟ୍ ବିଷୟରେ ଜାଣିବା। ବାହୁଡ଼ା ଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ପ୍ରଭୁ ନନ୍ଦିଘୋଷ ରଥରେ ଶ୍ରୀମନ୍ଦିର ଫେରୁଥିବା ବେଳେ ରାଜନଅର ସମ୍ମୁଖରେ କିଛି କ୍ଷଣ ଅଟକିଥିଲେ। ଏହି ସମୟରେ ପାରମ୍ପରିକ ରୀତି ଅନୁଯାୟୀ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜ ଏହି ଭେଟ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ଏହା ଏକ ପ୍ରାଚୀନ ପ୍ରଥା, ଯାହା ମହାପ୍ରଭୁଙ୍କ ବାହୁଡ଼ା ବେଳେ ରାଜନଅର ପାଖରେ ଅଟକି ଲକ୍ଷ୍ମୀ ଦେବୀ ସହ ଭେଟ ସମ୍ପନ୍ନ ହୋଇଥାଏ। ଏହି ଆଧ୍ୟାତ୍ମିକ ଘଟଣା ଦର୍ଶନାର୍ଥୀଙ୍କ ମଧ୍ୟରେ ଅଧିକ ଆକର୍ଷଣ ସୃଷ୍ଟି କରିଥିଲା। ବାହୁଡ଼ା ଯାତ୍ରାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରୁଥିବା ସମୟରେ ବଳଗଣ୍ଡି ଛକ ସ୍ଥିତ ମାଉସୀ ମାଙ୍କ ମନ୍ଦିର ନିକଟରେ ଅଟକିଥିଲେ। ଏଠି ମାଉସୀ ମାଙ୍କ ହାତରେ ପ୍ରସ୍ତୁତ ପୋଡ଼ପିଠା ସେବନ କରିଥିଲେ। ଏଥିପାଇଁ ବିଶେଷ ଆୟୋଜନ କରାଯାଇଥିଲା ଓ 3ଟି ମାଟି ହାଣ୍ଡିରେ ପୋଡ଼ପିଠା ସମର୍ପଣ ହୋଇଥିଲା। ପୋଡ଼ପିଠା ସେବନ ପରେ ମହାପ୍ରଭୁ ପୁନଃ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଶା ସରକାର HDFC, ICICI ଓ ଆକ୍ସିସ୍ ବ୍ୟାଙ୍କ ଉପରୁ ପୂର୍ବରୁ ଲାଗିଥିବା କଟକଣା ହଟାଇଛନ୍ତି। ଏହି ସନ୍ଦର୍ଭରେ ଅର୍ଥ ସଚିବ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ବ୍ୟାଙ୍କ ସମ୍ପର୍କିତ କାମକାଜ ପୂର୍ବବର୍ତ୍ତୀ ଭାବେ ଏହି ବ୍ୟାଙ୍କମାନେ କରିପାରିବେ ବୋଲି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଏହି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା 7 ଜୁଲାଇ ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଗତ 30 ତାରିଖରେ ଯେଉଁମାନେ ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ଅଭିଯୋଗ ପ୍ରସ୍ତୁତ କରିବାକୁ ସୁଯୋଗ ମିଳିବ। ଶୁଣାଣି କ୍ୟାପିଟାଲ ନର୍ସରୀ ସ୍କୁଲ ଭୁବନେଶ୍ୱରରେ ହେବ। 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୟୁଥ୍ ODI କ୍ରିକେଟରେ ଦ୍ରୁତତମ ଶତକ କରି ଇତିହାସ ଗଢ଼ିଛନ୍ତି। ବ୍ରିଟେନର ୱେରଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ 52 ବଲରେ ଶତକ କରି 143 ରନ୍ ରେକର୍ଡ କରିଛନ୍ତି। ସେ 13ଟି ଚୌକା ଓ 10ଟି ଛକା ମାରିଥିଲେ। ବୈଭବ IPLରେ ମଧ୍ୟ ଦ୍ରୁତତମ ଶତକ କରିଥିବା ଭାରତୀୟ ଖେଳାଳି। ଆସନ୍ତାକାଲି ରବିବାର ଏକାଦଶୀ ଅବସରରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଆଳତୀ ପରେ ସର୍ବାଙ୍ଗ ନୀତି ସହ ସୁନାବେଶ ହେବ। ମହାପ୍ରଭୁ ସୁନାବେଶରେ ଅପରାହ୍ନ 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ। ଭିଡ଼ ଦୃଷ୍ଟିରେ ଉଚିତ ସୁରକ୍ଷା ବନ୍ଦୋବସ୍ତ କରାଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO 2035 ସୁଦ୍ଧା ଥଣ୍ଡା ପାନୀୟ, ମଦ ଓ ଗୁଟ୍ଖା ଉପରେ 50% ମୂଲ୍ୟ ବୃଦ୍ଧି କରିବାକୁ ଦେଶଗୁଡ଼ିକୁ ଅନୁରୋଧ କରିଛି। ଏହା ଦୀର୍ଘକାଳୀନ ରୋଗ ଓ ଅକାଳ ମୃତ୍ୟୁ ରୋକିବା ସହ ରାଜସ୍ୱ ବୃଦ୍ଧିରେ ସାହାଯ୍ୟ କରିବ। ଏହି ବୃଦ୍ଧି ଆଗାମୀ 50 ବର୍ଷରେ 5 କୋଟି ଜୀବନ ବଞ୍ଚାଇ ପାରିବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଅଜରବୈଜାନରେ ଆୟୋଜିତ ଆର୍ଥିକ ସହଯୋଗ ସଂଗଠନ ECO ସମ୍ମିଳନୀରେ ଭାରତ ବିରୋଧରେ ବିଷ ଉଗାଳିଛନ୍ତି। ପହଲଗାମ ଆକ୍ରମଣକୁ ଦୁଃଖଦ ବୋଲି ଉଲ୍ଲେଖ କରି ଭାରତ ଉପରେ ଅଞ୍ଚଳୀୟ ଶାନ୍ତି ଭଙ୍ଗ କରିବା ଅଭିଯୋଗ ଆଣିଛନ୍ତି। ସେ କାଶ୍ମୀର ପ୍ରସଙ୍ଗ ମଧ୍ୟ ପୁଣି ଉଠାଇଛନ୍ତି। ଆଫ୍ରିକା ମହାଦେଶର ମାଲି ଦେଶରେ ଗଞ୍ଜାମ ଜିଲ୍ଲା ସମରଝୁଲର ଯୁବକ P ଭେଙ୍କଟରମଣଙ୍କୁ ଆତଙ୍କବାଦୀମାନେ ଅପହରଣ କରିଛନ୍ତି। ସେ ଏକ ସିମେଣ୍ଟ କାରଖାନାରେ କାମ କରୁଥିବା ବେଳେ ଏହି ଘଟଣା ଘଟିଛି। 3 ଭାରତୀୟଙ୍କ ମଧ୍ୟରେ ସେ ଗୋଟିଏ। ପରିବାର ଲୋକେ ହିଞ୍ଜିଳି ଥାନା ଓ କେନ୍ଦ୍ର ସରକାର ସମ୍ମୁଖରେ ଉଦ୍ଧାର ଦାବି କରିଛନ୍ତି। ଦେଶର ଏକ ବଡ଼ ମେଡିକାଲ କଲେଜ ଦୁର୍ନୀତି ମାମଲାକୁ CBI ପର୍ଦ୍ଦାଫାଶ କରିଛି। ପୂର୍ବତନ UGC ଚେୟାରମ୍ୟାନ୍ DP ସିଂହ, ବାବା ରବିଶଙ୍କର ମହାରାଜ ସହିତ ମୋଟ 34 ଜଣଙ୍କ ବିରୁଦ୍ଧରେ FIR ରୁଜୁ ହୋଇଛି। ଲାଞ୍ଚ ନେଇ ଯାଞ୍ଚ ପୂର୍ବରୁ କଲେଜଗୁଡ଼ିକୁ ସୂଚନା ଦେଇ ମନଇଚ୍ଛା ରିପୋର୍ଟ ଦିଆଯାଉଥିଲା। 8 ଜଣ ଗିରଫ। ଇନ୍ସପେକ୍ଟର ମହେନ୍ଦ୍ର ବେହେରା ସଗଡ଼ା ଫାଣ୍ଡି ଇନଚାର୍ଜ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସ୍ନାନ ପୂର୍ଣ୍ଣିମାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପୁରୀରେ 1030ଟି ସ୍ଥାନରେ ଖାଦ୍ୟ ନିରାପତ୍ତା ଟିମ୍ ଚଢ଼ାଉ କରି 2348 କିଲୋ ଦୂଷିତ ଖାଦ୍ୟ ଜବତ ଓ ନଷ୍ଟ କରିଛି। 1,00,000
24,000 ଟଙ୍କା ଜୋରିମାନା ଆଦାୟ ହୋଇଛି। 15ଟି ପାଣି ବୋତଲ ପ୍ଲାଣ୍ଟ, 202 ହୋଟେଲ, 813 ବୁଲା ବିକ୍ରେତା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସାମନ୍ତରାପାଲିରେ 76ତମ ବନ ମହୋତ୍ସବ ଓ ମା ପାଇଁ ଗଛଟି ଅଭିଯାନ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ। ସେ ବ୍ୟାପକ ଅଭିଯାନ ପାଇଁ ଏକ ଭ୍ରାମ୍ୟମାଣ ସବୁଜ ରଥର ଉଦ୍ଘାଟନ କଲେ। ଦେବଗଡ଼ ବଡ଼ବଗିଚା ପଡ଼ିଆରେ ଆୟୋଜିତ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଯୋଗଦେଲେ। ସେମାନେ 163.85 କୋଟି ଟଙ୍କାର 45ଟି ପ୍ରକଳ୍ପର ଉଦ୍ଘାଟନ ଏବଂ 6.29 କୋଟି ଟଙ୍କାର 6ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ନୟାଗଡ଼ରେ ହୋଇଥିବା ଇଣ୍ଡିଆନ୍ ବ୍ୟାଙ୍କ ଡକାୟତି ଘଟଣା ସନ୍ଦର୍ଭରେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ 20.86 ଲକ୍ଷ ଟଙ୍କା ନଗଦ, ବନ୍ଧୁକ ଓ ପଲ୍ସର ବାଇକ୍ ଜବତ କରାଯାଇଛି। ଏ ସନ୍ଦର୍ଭରେ ନୟାଗଡ଼ ସଦର ଥାନା ପରିସରରେ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜାତୀୟ ରାଜପଥର ସେତୁ ସୁଡ଼ଙ୍ଗ ଫ୍ଲାଏଓଭର ଅଂଶରେ ଟୋଲ୍ ଟ୍ୟାକ୍ସ 50% ହ୍ରାସ କଲେ ସରକାର। ଏପର୍ଯ୍ୟନ୍ତ ଏସବୁ ଅଂଶରେ ସାଧାରଣ ଟୋଲ୍ ଚାର୍ଜ ଅପେକ୍ଷା 10 ଗୁଣିଆ ଅଧିକ ଟୋଲ୍ ନିଆଯାଉଥିଲା। ଏହି ନୂଆ ନିୟମ ପବ୍ଲିକ୍ ଫଣ୍ଡେଜ୍ ଟୋଲ୍ ପ୍ଲାଜାରେ ଲାଗୁ ହେବ। ଫାସ୍ଟ୍ୟାଗ ବାର୍ଷିକ ପାସ୍ ଅଗଷ୍ଟ 15ରୁ ଆରମ୍ଭ ହେବ। ଦୁର୍ଗାପାଲି ଫ୍ଲାଏଓଭର ନିକଟରେ ନମସ୍କାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦ୍ଘାଟନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ, କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମାଇକ୍ରୋସଫ୍ଟ ପାକିସ୍ତାନରେ 25 ବର୍ଷ ପରେ ଅଫିସ ବନ୍ଦ କରି ଅସ୍ଥିର ଅର୍ଥନୀତିକୁ ଦାୟୀ କରିଛି। ଆମେରିକାର କୋଲୋରାଡୋରେ 53 ବର୍ଷୀୟ ଏକ ପର୍ବତାରୋହୀ 10,000 ଫୁଟ ଉଚ୍ଚରେ ଫସି ଯାଇଥିଲେ ଓ ନେଟୱାର୍କ ନଥିଲା। ସେ ତାଙ୍କ ଆଇଫୋନର ସ୍ୟାଟେଲାଇଟ୍ ଏମର୍ଜେନ୍ସି SOS ଫିଚର ବ୍ୟବହାର କରି ପରିବାରକୁ ବାର୍ତ୍ତା ପଠାଇଥିଲେ। ପରେ ପୋଲିସ ଓ ଉଦ୍ଧାର ଦଳ ଆସି ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି। ପଳାତକ ନୀରବ ମୋଦିଙ୍କ ଭାଇ ନେହଲ ମୋଦିଙ୍କୁ ଆମେରିକାରେ ଗିରଫ କରାଯାଇଛି। CBI ଏବଂ EDଙ୍କ ପ୍ରତ୍ୟାର୍ପଣ ଅନୁରୋଧ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଭାରତ ଫେରାଇ ଆଣିବା ପ୍ରକ୍ରିୟା ଚାଲିଛି। ହୀରାକୁଦରୁ ଆଜି ପ୍ରଥମ ବନ୍ୟା ଜଳ ଛଡ଼ାଯିବା ସହ ମହାନଦୀରେ ଜଳସ୍ତର ବୃଦ୍ଧି ଆଶଙ୍କା, ସତର୍କ ରହିବାକୁ ପରାମର୍ଶ। ଓଡ଼ିଶାରେ 29% ଅଧିକ ବର୍ଷା ହୋଇଥିବା ସହ 6 ତାରିଖ ପାଇଁ ଏକାଧିକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି। ରାଜ୍ୟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ 29% ଅଧିକ ବର୍ଷା ହୋଇଛି। ଆସନ୍ତା 3 ମାସ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ 6 ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି। ବଜ୍ରପାତ ସହ ବର୍ଷା ଓ ବେଗବାନ ପବନ ଆଶଙ୍କା ରହିଛି। ହାଇକୋର୍ଟର ମହତ୍ତ୍ୱପୂର୍ଣ୍ଣ ରାୟ। ଆଇନ ସମ୍ମତ ଡକୁମେଣ୍ଟ ଥିଲେ ସମ୍ପତ୍ତି ପଞ୍ଜୀକରଣ ବନ୍ଦ କରିବାକୁ ଅଧିକାର ନାହିଁ ଜିଲ୍ଲା ରେଜିଷ୍ଟ୍ରାରଙ୍କୁ। ପୁରୀରେ ବିମାନ ବନ୍ଦର ନିର୍ମାଣକୁ ନେଇ ଶାସକ ଓ ବିପକ୍ଷ ଦଳ ଏକମତ ହୋଇଛନ୍ତି। ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ବିଶ୍ୱ ପରିସରରେ ପ୍ରଚାର ପାଇଁ ବିମାନ ବନ୍ଦର ଅତ୍ୟାବଶ୍ୟକ। ସମୁଦ୍ର କୂଳରେ ବିମାନ ବନ୍ଦର ଥିବା ନିମନ୍ତେ ଜଙ୍ଗଲ ଜମି ଏବଂ ପରିବେଶ ଅନୁମତି ଉପରେ କେନ୍ଦ୍ରକୁ ବାଧ୍ୟ କରାଯିବ। ଓଡ଼ିଆ ସଂସ୍କୃତି ଉନ୍ନତି ପାଇଁ ଏହା ଆବଶ୍ୟକ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାନ୍ ବିଗ୍ ବ୍ୟୁଟିଫୁଲ ବିଲ୍ ଉପରେ ଦସ୍ତଖତ କରିଛନ୍ତି, ଯାହା କର ହ୍ରାସ, ସେନା ଖର୍ଚ୍ଚ ବୃଦ୍ଧି ଓ ପ୍ରବାସୀ ନିୟନ୍ତ୍ରଣ ସହିତ ଟ୍ରମ୍ପଙ୍କ ପ୍ରମୁଖ ନୀତିକୁ ଶକ୍ତି ଦେବ। ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ନୂଆ ଆତ୍ମଜୀବନୀ ଦ ୱାନ୍ ପୁସ୍ତକ ବଜାରକୁ ଆସିଛି। ଏଥିରେ ତାଙ୍କର ବାଲ୍ୟ ଜୀବନ, କ୍ରିକେଟ ଯାତ୍ରା, ଶତକ, ଅଭିଘାତ, ଦୁଃଖ ସମୟ ଓ ଅଭୁଲା ସ୍ମୃତିର ବିବରଣୀ ରହିଛି। ଆଜିର ନ୍ୟୁଜ୍ ଅପଡେଟଟି ଆପଣମାନଙ୍କୁ ଇନଫର୍ମେଟିଭ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରନ୍ତୁ। ଜୟ ଶ୍ରୀରାମ, ଜୟ ହନୁମାନ।